ଶଙ୍ଖମେରିଠାରୁ ମୁଗ ଗହିର ପର୍ଯ୍ୟନ୍ତ ନଦୀବନ୍ଧ ଉନ୍ନତିକରଣ ପାଇଁ ଶିଳାନ୍ୟାସ। ଗୋପୀନାଥପୁରଠାରେ ନଦୀବନ୍ଧ ଉନ୍ନତିକରଣ ପାଇଁ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଦୀବନ୍ଧର ଆଜି ଦୁଇଟି ରାସ୍ତାର ଶିଳାନ୍ୟାସ ଦିଆଗଲା। ଗୋଟିଏ ହେଉଛି ଆମର ଶଙ୍ଖାମେରିଠାରୁ ମୁଗଗହିର ପର୍ଯ୍ୟନ୍ତ 2,26,00,000। ଆଉ ଏକ ହେଉଛି ଆମର କଣ୍ଡାଠାରୁ ଶଶାଙ୍ଗ ଭଟ୍ଟାରିକା ପର୍ଯ୍ୟନ୍ତ, ସେଠି ବି ହେଉଛି 2,10,00,000। ତେଣୁ ୟା ସାଙ୍ଗରେ ଆଜି ବିଧାୟକ ଆମର ରାଜ୍ୟର ବରିଷ୍ଠ ନେତା ପ୍ରସନ୍ନାଚାର୍ଯ୍ୟଙ୍କ ଦୁର୍ଘଟଣା ଆଜି ଏ ଜାଗାରେ ଉପସ୍ଥିତ ହେଇପାରିନାହାନ୍ତି। ସେ କହିଥିଲେ ସକାଳୁ ପହଞ୍ଚିବେ ବୋଲି, କିନ୍ତୁ ତାଙ୍କ ଅନୁପସ୍ଥିତିରେ ଆମେ ମୋ ସାଙ୍ଗରେ ଆମର ଜିଲ୍ଲା ପରିଷଦ ବଡ଼ ଭାଇ ରବୀନ୍ଦ୍ର କୁମାର ସାହୁ, ଆମ ସରପଞ୍ଚ ସମିତି ମୁଗଗହିରୀ ଏବଂ ଗୋପୀନାଥପୁର, ଶଙ୍ଖାମେରି, ଭଟ୍ଟାରିକା, କରଡ଼ିବନ୍ଧ, ଗୋପାଳପୁର ସହ 6ଟି ପଞ୍ଚାୟତର ସରପଞ୍ଚ ସମିତି ଆଜି ଦୁଇଟି ଜାଗାରେ ଆମେ ଶିଳାନ୍ୟାସର ଫଳକ ଦେଇଛୁ। ଏବଂ ଏଥିରେ ଏହାଦ୍ୱାରା ଆମର ବାଙ୍ଗେରିସିଙ୍ଗା ଠାରୁ ଭଟ୍ଟାରିକା ପର୍ଯ୍ୟନ୍ତ ଯେଉଁ ମହାନଦୀ ବନ୍ଧର ଏକ ଦୃଢ଼ୀକରଣ କାର୍ଯ୍ୟକ୍ରମ, ଯେଉଁ ବନ୍ୟା ସମୟରେ ବିପତ୍ତିରୁ ଉଦ୍ଧାର ପାଇବେ ଏବଂ ଏକ ବନ୍ୟା ସମୟରେ ଯେଉଁ ରାସ୍ତାର ଯାତାୟାତ ବି ୟା ପୂର୍ବରୁ ଆପଣମାନେ ଜାଣିଛନ୍ତି, ଆମେ 8 ଦିନ ଆଗରୁ ମାର୍ଚ୍ଚ 5 ତାରିଖରେ ଆମେ ଏକ ବିଜୁ ସେତୁ ମଙ୍ଗରାଜପୁର ପକ୍ଷରେ ଦେଇଛେ ଏବଂ এই ବିଜୁ ସେତୁ ଏବଂ এই ଦୁଇଟି ଜାଗା ରାସ୍ତା ହେଇସାରିଲା ପରେ ଇଏ ପୁରା ଏକ ପ୍ରଶସ୍ତ ରାସ୍ତା ଆମର ମହାନଦୀ କୂଳେ କୂଳେ ମାନପୁର ଠାରୁ ଆମର ଗୋବର୍ଦ୍ଧନପୁର, ଗୋପାଳପୁର ଗୋବର୍ଦ୍ଧନ ପର୍ଯ୍ୟନ୍ତ ଭଲ ରାସ୍ତା ହେବ। ଏ ଦୁଇଟି ଉପକାର ହେବ। ବିପତ୍ତି ସମୟରେ ବନ୍ଧ ତଳେ ରହୁଥିବା ଲୋକମାନେ ସାଙ୍ଗେ ସାଙ୍ଗେ ତାଙ୍କ ବିପତ୍ତିରୁ ପଦାକୁ ଯାଇପାରିବେ ଏବଂ ମହାନଦୀର ବନ୍ଧର ବି ସୁଦୃଢ଼ୀକରଣ ହେବ, ବନ୍ୟାର ବିପତ୍ତିରୁ ବି ରକ୍ଷା ପାଇବେ। ବହୁତ ଖୁସିର ଖବର। ମହାନଦୀ କୂଳର ଅବବାହିକାରେ ଥିବା ସବୁ ଜନସାଧାରଣ ପାଇଁ ଇଏ ଗୋଟେ ଖୁସି ଖବର। ଆମେ ବର୍ତ୍ତମାନ ଛିଡ଼ା ହେଇଛୁ ଗୋପୀନାଥପୁର ନଦୀବନ୍ଧ ଉପରେ। ଆଜି ଗୋପୀନାଥପୁର ମୁଗଗହିର ଠାରୁ ଶଙ୍ଖାମେରି ପର୍ଯ୍ୟନ୍ତ ନଦୀବନ୍ଧର ଉନ୍ନତିକରଣ ପାଇଁ ପ୍ରାୟ 2,62,00,000 ଟଙ୍କାର କାମ ଆଜି ତାର ଶୁଭାରମ୍ଭ ହେଲା ଏବଂ କଣ୍ଟ୍ରାକ୍ଟର ତାର ମଧ୍ୟ କାମ ଆରମ୍ଭ କରିଦେଲାଣି। ଏବଂ ଆଉ ଗୋଟିଏ କାମ ଆଜି ସକାଳୁ ଆମେ ମଧ୍ୟ ତାର ଶୁଭାରମ୍ଭ କରିଛୁ, ଯେଉଁଟାକି ଶଶାଙ୍ଗରୁ କଣ୍ଡା ପର୍ଯ୍ୟନ୍ତ। ତେଣୁ ଏ ମହାନଦୀ କୂଳରେ କୂଳେ ଯେଉଁ ବନ୍ଧ ଯାଇଛି, ମହାନଦୀର ବାମ ପାର୍ଶ୍ୱ ବନ୍ଧ, ଏ ବନ୍ଧର ଉନ୍ନତିକରଣ ପାଇଁ କେବଳ ଉନ୍ନତିକରଣ ହେଉନି, ଇଏ ଗୋଟେ ସବୁଦିନିଆ ରାସ୍ତା ହେଉଛି, ଯେଉଁଟାକି ସିଂହନାଥ ପୀଠରୁ ଭଟ୍ଟାରିକା ପୀଠ ଯିବା ପାଇଁ ନଦୀ ବନ୍ଧରେ ଏ ରାସ୍ତାର ଉନ୍ନତିକରଣ ସହିତ ପିଚୁ ରାସ୍ତା ହେବ। 4 ଚକିଆ ଗାଡ଼ି ଏବଂ ସାଧାରଣ ଲୋକ ଆଉ ମୁଖ୍ୟ ରାସ୍ତାକୁ ଯିବେ ନାହିଁ। ଏ ବନ୍ଧରେ ସିଂହନାଥ ଦର୍ଶନ କରିବେ। ଯେଉଁ ଭକ୍ତମାନେ ବାହାରୁ ଆସିବେ ସେମାନେ ମା ଭଟ୍ଟାରିକାଙ୍କର ମଧ୍ୟ ଦର୍ଶନ କରିବେ। ତେଣୁ ଏ ଯେଉଁ କାର୍ଯ୍ୟକ୍ରମଟା, ଏଇଟା ଗୋଟେ ବୃହତ୍ କାର୍ଯ୍ୟକ୍ରମ। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ରଙ୍କର ଇଏ ପରିକଳ୍ପନା। ଯେତେବେଳେ ଗୋପୀନାଥପୁର ବୈଦେଶ୍ୱର ଟି ସେତୁ ହେଲା, ପରବର୍ତ୍ତୀ ସମୟରେ ଏ ନଦୀ କୂଳ ଅବବାହିକାର ଯେଉଁ ବନ୍ଧଟି ଅଛି ତାର ସୁଦୃଢ଼ୀକରଣ କେମିତି ହେବ, ଉନ୍ନତିକରଣ ହେବ ଏବଂ ପକ୍କା ରାସ୍ତାଟି ହେବ, ଯାହାଫଳରେ କି ଗମନାଗମନର ସୁବିଧା ବହୁତ ଭଲ ହେବ। ଆପଣମାନେ ଜାଣିଥିବେ ବାଙ୍ଗେରିସିଙ୍ଗାର ଗୋବିନ୍ଦପୁର ଠାରେ ଯେଉଁ କଟଅଫ ଥିଲା, ସେଠୁ ମଧ୍ୟ ସେତୁ କରାଯାଇଛି, ଯାହାଫଳରେ କି ତିଗିରିଆ ସହିତ ନଦୀ ବନ୍ଧରେ ବଡମ୍ବା ବ୍ଲକକୁ ମଧ୍ୟ ତାର ସଂଯୋଗୀକରଣ ହେଉଛି। ଆଉ ଗୋଟିଏ ଜାଗାରେ କଟଅଫ ଥିଲା ଆପଣଙ୍କର ବାଘମୁଣ୍ଡିଆ, ଯେଉଁଟାକି କାଞ୍ଜିଆପାଳ ମଙ୍ଗରାଜପୁର ପଞ୍ଚାୟତ, ସେପଟକୁ ଉଗାଳପୁର 200 ମିଟର ରାସ୍ତା, ତାପରେ ମଧ୍ୟ ଗୋଟେ 12 କୋଟି ଟଙ୍କାର ଗୋଟେ ସେତୁ, ତାର ମଧ୍ୟ କାର୍ଯ୍ୟ ଆରମ୍ଭ ହେଲାଣି। ତେଣୁ ଏ ଯେଉଁ ଡେଭଲପମେଣ୍ଟ ହେଉଛି, ଏ ଯେଉଁ ବିକାଶ ହେଉଛି, ଇଏ ଆମ ଅଞ୍ଚଳ ପାଇଁ ଗୋଟେ ଶୁଭ ଖବର। ସେଇଥିପାଇଁ ଅଞ୍ଚଳବାସୀଙ୍କ ତରଫରୁ ମୋ ପାଖରେ ଏଇଠି ଶଙ୍ଖାମେରି ପଞ୍ଚାୟତର ସରପଞ୍ଚ ମାନସ ବାବୁ ଅଛନ୍ତି, ମା ଭଟ୍ଟାରିକା ପୀଠ ନଦୀକୂଳ ଅବବାହିକାର ସରପଞ୍ଚ ସତୁରି ବାବୁ ଅଛନ୍ତି, ଆମର ଟିମ ବାବୁ କରଡ଼ିବନ୍ଧ ସରପଞ୍ଚ ଅଛନ୍ତି, ଜିତୁ ଜନ ଆମର ମଧ୍ୟ ଗୋପୀନାଥପୁର ସରପଞ୍ଚ ସିଏ ଅଛନ୍ତି। ଆଜି ସମସ୍ତଙ୍କର ଏବଂ ଗ୍ରାମବାସୀଙ୍କର ଉପସ୍ଥିତିରେ ଆଜି ତାର ଶୁଭାରମ୍ଭ ଦିଆଗଲା। ତେଣୁ ସମସ୍ତଙ୍କୁ ସହଯୋଗର କାମନା କରିବି, ଏ କାମଟି କିଭଳି ଶୃଙ୍ଖଳା ହେବ, ସମସ୍ତେ କାମଟିକୁ ତଦାରଖ କରିବେ। ଭଲ କାମ ହେବ, ଭଲ ରାସ୍ତା ହେବ, ସବୁଦିନିଆ ରାସ୍ତା ପାଇଁ ଏ ଆମମାନଙ୍କର ଚଳପ୍ରଚଳ ପାଇଁ ସୁବିଧା ହେବ।
ଏହି କାର୍ଯ୍ୟକ୍ରମରେ ବଡମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ଗୋପୀନାଥପୁର ସରପଞ୍ଚ ଯଜାତି କେଶରୀ ନାୟକ, ସମିତି ସଭ୍ୟ ଜିତେନ୍ଦ୍ର କୁମାର ମଲ୍ଲିକ, ମୁଗଗହିର ସରପଞ୍ଚ କଳ୍ପନା ଚୌଧୁରୀ, ସମିତି ସଭ୍ୟା ସୁନିତା ଚୌଧୁରୀ, ଶଙ୍ଖାମେରୀ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳ, ସମିତି ସଭ୍ୟା ଚନ୍ଦ୍ରଭାମା ପଙ୍ଗାରିକ ସମେତ ଗୋପୀନାଥପୁର ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜଳସମ୍ପଦ ବିଭାଗ କରିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ ପରିଚାଳନା କରିଥିଲେ। ବଡମ୍ବାରୁ ପ୍ରତାପ ନାୟକଙ୍କ ରିପୋର୍ଟ, ଆୱାଜ ମିଡିଆ। Please subscribe Awaaz Media on YouTube.